ଆପଣ ବି ଦେଖୁଛନ୍ତି ବିଜେଡି ଦଳରେ ବିଜେଡି ବିଧାୟକ ମାନେ ତାଙ୍କର ହୁଇ ବି ମାନୁନାହାନ୍ତି ଆଉ ଯାଉନାହାନ୍ତି। ଏଥିରୁ ସ୍ପଷ୍ଟ ହେଇଗଲାଣି ଯେ ନବୀନ ବାବୁ ନର୍ଭସ୍ ହେଇ ଷ୍ଟେଟମେଣ୍ଟ ମଧ୍ୟ ଦେଲେଣି। ଫାଷ୍ଟ ଡେରୁ କହିଛି ଯେ ବିଜେପିର ପ୍ରାର୍ଥୀ 2 ଜଣ ଜିତୁଛନ୍ତି ଆଉ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିତୁଛନ୍ତି। ଆଉ ବି ଆଗରୁ କହିଛି ଯେ ବିଜେଡି ଏ ରାଜ୍ୟସଭା ଇଲେକ୍ସନ ପରେ ମଧ୍ୟ ବିଜେଡି ପାର୍ଟି ଖଣ୍ଡ ଖଣ୍ଡ ହେଇଯିବ। ଯେ ଫାଷ୍ଟ ଯେବେ କହିଛି ସେହି ଷ୍ଟ୍ରିକ୍ଟଲି ଅଛି। ଆପଣ ବି ଦେଖୁଛନ୍ତି ବିଜେଡି ଦଳରେ ବିଜେଡି ବିଧାୟକ ମାନେ ତାଙ୍କର ହୁଇ ବି ମାନୁନାହାନ୍ତି ଆଉ ଯାଉନାହାନ୍ତି। ଏଥିରୁ ସ୍ପଷ୍ଟ ହେଇଗଲାଣି ଯେ ନବୀନ ବାବୁ ନର୍ଭସ୍ ହେଇ ଷ୍ଟେଟମେଣ୍ଟ ମଧ୍ୟ ଦେଲେଣି। ନା ଆପଣ ଦେଖନ୍ତୁ ଆମେ ସବୁ ଦଳ ସମସ୍ତେ ରାଜନୀତି ପଲିଟିକାଲି ପାର୍ଟି ମାନେ ତାଙ୍କ ରଣନୀତି ପ୍ରସ୍ତୁତ କରିବେ। ଯୁଦ୍ଧକୁ ଗଲାବେଳେ ସମସ୍ତେ ତାଙ୍କ ଷ୍ଟ୍ରାଟେଜି ମେଣ୍ଟେନ୍ କରିବେ। ଯିଏ ଲାଇଟ୍ ନେବ ସେ ପ୍ରସ୍ତାନ୍ତି ଆଗରେ। ସେଥିପାଇଁ ସମସ୍ତେ ତାଙ୍କ ରଣନୀତି ଆରମ୍ଭ। ଏଠି ଆଲୋଚନା ଆମର ଅଛି କିପରି ଭୋଟ ଦେବୁ, କିଏ କାହାକୁ ଭୋଟ ଦେବ। 3ଟି କ୍ୟାଣ୍ଡିଡେଟ୍ ଆମର ତାଙ୍କର ଗ୍ରୁପିଜିମ୍ ଆମର ହବ। କୋଉ ଗ୍ରୁପ କୋଉଠି ଭୋଟ ଦେବ ତା ବିଷୟରେ ରଣନୀତି ଆପଣ ପାଇଁ ମଧ୍ୟ ପ୍ରଥମ ଥର ଲାଗି ଅନୁଭବ ଅଛି। ଏଟା ଅନୁଭବ କରିବାକୁ ଯାଉଛନ୍ତି ଦେଖିବେ ଯୋଉ କେମିତି ନିର୍ବାଚନ ଆପଣ କେତେ କନଫିଡେନ୍ସ ସଠିକ ଢଙ୍ଗରେ ଭୋଟ ଦେବେ, ଭୋଟ ନାକଜ ଯେମିତି ନ ହେବ। ନିଶ୍ଚୟ ଆମେ ସଠିକ ଢଙ୍ଗରେ ଭୋଟ ଦେବୁ। କାହିଁକି ନା ସମସ୍ତେ ଭୋଟର ଆଉ ସମସ୍ତେ ବିଧାୟକ ମାନେ ଏଜୁକେଟେଡ୍। ସେ ଆଉ ନାହାନ୍ତି ଯେ ଆଗ ଭଳି ଯେ ମାନେ ଭୁଲ ମିଷ୍ଟେକ୍ ହେଇଯିବ। ସମସ୍ତେ ଜାଣିଛନ୍ତି ସେ ପାରମ୍ପରିକ ହିସାବରେ ନିଶ୍ଚୟ କରେକ୍ଟ ୱେରେ ଭୋଟ ଦେବେ। ନବନିର୍ବାଚିତ ଭୋଟର ଯୋଉ ବିଧାୟକ ସମସ୍ତେ କହିବା ଯେ କନଫିଡେଣ୍ଟ ଅଛନ୍ତି। ସମସ୍ତେ କନଫିଡେନ୍ସ ଅଛନ୍ତି। କାହିଁକି ନା ଆପଣ ଦେଖନ୍ତୁ ଯିଏ ବି ଭୋଟ ଦେଇଛନ୍ତି ତାଙ୍କୁ ବି ୱାର୍କସପ୍ ଦିଆହବ। କାହିଁକି ନା ବିଗତ ବହୁତ ଦିନ ତଳେ ବି ଭୋଟ ଦେଇଥିଲେ। ଆମର ଯେହେତୁ ବିଜେପି ବିରୋଧୀ ଦଳରେ ଥିଲେ କିନ୍ତୁ ବହୁତ ଚାନ୍ସ ବି ମଝିରେ ପାଇନଥିଲେ ଭୋଟ ଦେବା ପାଇଁ। ବହୁତ ବିଧାୟକ ମାନେ ମଧ୍ୟ ନୂଆ ସବୁ ଭୋଟ ଆପଣ ଦେଖନ୍ତୁ ଆମର ଯିଏ ପ୍ରାର୍ଥୀ ଅଛନ୍ତି ସମସ୍ତେ ଆସିବେ, ଆଲୋଚନା ମଧ୍ୟ ହବ। ସାର୍ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ନିଶ୍ଚୟ ମୁଖ୍ୟମନ୍ତ୍ରୀ ଆସିବେ, ସମସ୍ତେ ଆସିବେ ଭୋଟର ସମସ୍ତେ। ନା ସେଟା ତ ମୁଁ କହିପାରିବିନି, ତାଙ୍କ ଉପରେ ଡିପେଣ୍ଡ କରେ ସେ ଯେତେବେଳେ ଆସିବେ।